ଏଠି କଲର ଦିଆହବା ବହିରେ ଗାର ଗାର। ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭାବୁଥିବେ କି ସକାଳୁ ସକାଳୁ ଇଏ କଣ କାମ ଚାଲିଛି ଘରେ। କାମଟା ମାନେ ହେଲା ଆମେ ଯେତେବେଳେ ଘରେ ତିଆରି କରିଥିଲେ ଆମ ଘର, ତ ସେତେବେଳେ ଆମେ ଭାବିଲେ ଯେ ଏଠି କଲର ଦିଆହବ, ଆରାମସେ ରହିବ, ବାহিରେ ପଟେ ବି କଲର ଦିଆହବ। ସେଥିପାଇଁ ଆମେ କିଛି ଚିପିଂ କରିନଥିଲେ କି କିଛି କରିନଥିଲେ, ଛାଡିଦେଲେ ସେମିତି। କଲର ଦିଆହବ ପରେ ପୁଟି ଲଗା, କିନ୍ତୁ କଲର ନ ଦେବାର କମ୍ପ୍ଲିକେସନ୍ସ ତାପରେ ଆମେ ଦେଖିଲୁ। କିଏ ଆସିକି ଏ ହାତଟା ମାରିଦଉଛି, କିଏ ସେ ହାତଟା ମାରିଦଉଛି, ତ ଅସୁବିଧା ହେଲା। ତ ଗତ ଭିଡିଓରେ ମୁଁ ଆପଣଙ୍କୁ ଦେଖେଇଥିଲି ଯେ କେମିତି ଯାଇକି ଆମେ ଟାଇଲ ଟା ଆଣିଲୁ। କାନ୍ଥଟା ପ୍ଲାଷ୍ଟର ହେଇଥିଲା, ତ ଅସୁବିଧା ହବ ଯେତେବେଳେ ଟାଇଲ ଲଗା ହବ। ତ ତାକୁ ଆଗ ତୋଡା ବହିରେ ଗାର ଗାର ପକେଇ ଗ୍ରିପ୍ ବନେଇବା ପାଇଁ, ଆଉ ବାକି ତଳ କାମ ହବ। ଆଉ ଗୋଟେ ପ୍ୟାଗନ ଲୁଚି ସେଠି ବସିଛି, ଘର ଗଲାରେ ଅଛି। ଟୋଟାଲ ହବ ଏପଟଟା, ତ ପୁରା ଟୋଟାଲ ହବ ଏତିକି ବାଟ ପର୍ଯ୍ୟନ୍ତ ଆଉ ଏପଟେ ବି ହବ ପୁରା, ଏପଟେ ବି ହବ ପୁରା। କନାଟା ହଉଛି ଛତା, ପୁଣି ଏପଟଟା ବି ହବ ଟୋଟାଲ। ଆଉ ତଳେ ପଡିବ ଟିକେ ଉଞ୍ଚା ହବ ତଳଟା, ତାପରେ ଯାଇକି ଟାଇଲ ଲାଗିବ, ନହେଲେ ଲାଗିପାରିବନି। ଆଉ ଏପଟେ ଚାଲିଛି ବାଲି ଆଉ ସିମେଣ୍ଟ କାମ, କାହିଁକି ନା ତଳେ ଯୋଉ ଫ୍ଲୋରିଂ ଟା ଟିକେ ଉଞ୍ଚା କରାହବ। ବଢିଆ ଗ୍ରିପ୍ ଧରିବ। କାନ୍ଥ କଟା ହଉଛି, 5 ଇଞ୍ଚିଆ 4 ଇଞ୍ଚିଆ ଛୋଟ, 5 ଇଞ୍ଚିଆ ବଡ। କେତେ ଅଛି, କେତେ ବାଲା ଏଟା କେତେ ଆଜ୍ଞା? 145 ଟଙ୍କା। ହଁ ଦେଇଦେ, ଏଟା ଭଲଟା ତ। ବ୍ଲେଡ ଆଣିତେ ଯାଇଥିଲି, ବ୍ଲେଡଟା ଦେଇଦବା। ବ୍ଲେଡଟା ନିଅ, ଏଇଟାକୁ ଦେଇଯା ବ୍ଲେଡଟା। ହବ ନା ଏଟା? 5 ଇଞ୍ଚିଆ ଏଟା। ଏବେ ମୋ ହାଲତଟା ଦେଖ କେମିତି ହେଲାଣି ଧୂଳିରେ। ଖାଲି ଏଇ ଯୋଉ ଉଡୁନି ଧୂଳି, ସବୁ ଧୂଳିରେ କେମିତି ମୋ ହାଲତଟା ହେଲାଣି। ତ ଭାଇ ଏବେ ତଳ ଫ୍ଲୋରିଂ କାମ ଷ୍ଟାର୍ଟ ହେଲା, କାହିଁକି ନା ଚିପିଂ କାମ ସରିଗଲା। ଏବେ ଫ୍ଲୋରିଂ କାମ ଷ୍ଟାର୍ଟ, ତ ଟିକେ ତାକୁ ଉଞ୍ଚା କରାହବ, କାହିଁକି ନା ଟାଇଲ ପଡି ସାରିଲା ପରେ ଟିକେ ଗହିର ରଙ୍ଗ ଜଣା ପଡେ, ମାନେ ଉପରୁ ତଳକୁ ଏକଥରେ ଖସିଲା ଭଳିଆ ଜଣା ପଡେ। ସେଇଥିପାଇଁ ଟିକେ ଟିକେ ସମାନ କରାହଉଛି, ତ ବେଟର ହବ ଚାଲିବା ପାଇଁ। ଆଉ ତଳ ଫ୍ଲୋରିଂ କାମ ସରିବା ଉପରେ, ଫ୍ଲୋରିଂ କାମ ମାନେ କଣ, ଟିକେ ରଫ୍ ରଖାହବ, କାହିଁକି ନା ତାପରେ ଟାଇଲ ଟା ଭିଡିବ, ନହେଲେ ପୁରା ସ୍ମୁଥ କରିଦେଲେ ଟାଇଲ ଟା ଭିଡିବନି। ପୁଣି ପରେ ତାକୁ ପୁଣି ଚିପିଂ କରିବା ପାଇଁ ପଡିବ, ଖାଲି ଟାଇଲ ପଡିବ ଆଉ। ହଁ ଭାଇ, ଆଜି ହେଲା ବି ଚିତ୍ତଉ ଅମାବାସ୍ୟା, ତ ଆଜି ହେଇଛି ଆମ ଘରେ ପିଠା ଦବା ଆମେ ଯାଇକି କାହାକୁ, ଗେଣ୍ଡାକୁ। କିନ୍ତୁ ଗେଣ୍ଡା ଖାଇବା ଜାଗାରେ ସେଟାକୁ ଆଉ ଜଣେ ଖାଇ, ଦେଖ ଧୀରେ 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 ଧୀରେ। ତ ଭାଇ ଘର କାମ ତ ଅଧା ସୁଧା କାମ ସରିଗଲାଣି, ତ ଆଜି ଏ ଭିଡିଓ ପାଇଁ ଏତିକି ଥିଲା। ଆଜି କିଛି ଏମିତି ଖାସ ନଥିଲା, ଜଷ୍ଟ ଘର କାମ ହିଁ ଚାଲିଛି। ତ ନେକ୍ସଟ ଭିଡିଓରେ ଦେଖେଇବା କେମିତି ଘର କାମ ସରିଲା ପୁରା ପରଫେକ୍ଟଲି। ଏ ଭିଡିଓଟା ଅଛି, ନେକ୍ସଟ ଭିଡିଓ ପଡିବ, ତ ସେତେ ପର୍ଯ୍ୟନ୍ତ ଲାଇକ୍ ସେୟାର ସବସ୍କ୍ରାଇବ ନିହାତି କରିକି। ତ ଭେଟିବା ନେକ୍ସଟ ଭିଡିଓରେ, ସେତେ ପର୍ଯ୍ୟନ୍ତ ଧନ୍ୟବାଦ, କିପ୍ ୱାଚିଂ।